साला बेटा गोटे लस आइटम से बेपार केमती कौन कर लस आइटम पचिज लस କିଛି ଜାଣୁନ ଆଜିକାଲି ଛୁଆ ତ କିଛି ଜାଣୁନ ଶୁଣିଲ ଆଳୁ ବସ୍ତେ କିଣିକି ଖଟ ତଳେ ଢାଳି ଦବ ଲୁଣ ଟିକେ ଛିଞ୍ଚି ଦବ କୋଉ ଲୁଣ କହିଲେ ସେ ଟାଟା ଲୁଣ ନୁହଁ କଳାର ମୁହଁକୁ ମାରି କଣା ହେଇଯିବ କଳା ଲୁଣ ସେଇଟା ଭଲ କିଛି ତ 1.5 ଦିନ ପରେ ଦେଖିବ ଅଧା ପଚି ଯାଇଥିବ ସେପଟା କରିକି କିଲୋ 150 ତୁ ବଚା ଆଳୁକୁ 100ଟା କରି ବିକ୍ରି କରିଦଉଛୁ ସେ ଏରିଆ ତ ତୁ ରହୁନୁ ସେ ବସ୍ତା ବିକିଲା ମାନେ ସେଇଠି ବସ୍ତା ପରେ 7 ବର୍ଷ ଯାଇ ଯିବାନି 7 ବର୍ଷ ପରେ ଜେନେରେସନ ଚେଞ୍ଜ ଲୋକ ଭୁଲି ଯାଇଥିଲେ ଆଜ୍ଞା ବିଶ୍ୱାସ କରିବେ ଆଜ୍ଞା ବିଲ କି ପାହାଡ କି ନଈ କାହିଁ କାହିଁ ଜାଗା ମୁଁ ଦେଉଳି ପଳେଇଛି ବେପାର ଆଜ୍ଞା କଷ୍ଟ ସହିବାକୁ ପଡିବ ଭଲ ବେପାର ଭଲ ଖାଲି ସେତିକି ନା ଆଉ କିଛି ସେତିକି ବେପାର ଚଳିଯାଉ ନା ଆଉ ଅଛି ଆଉ କି ବେପାର କାଠ ମାନେ ତୁ ଶୁଣନ୍ତି ଜଙ୍ଗଲ କାଠ କାଠି ବିକ୍ରି କରୁଛୁ ମୁଁ ବାଳ ଯାଉଥିଲା ଜଙ୍ଗଲ ଆଗରୁ କିଏ ଏତେ କଷ୍ଟ କରିବ ଆମ ବାରି ନାହିଁ ବାହାରେ ସଜନା ଗଛ ଆମ୍ବ ଗଛ ସେ କଣ ହବ ସଜନା ଗଛ ସଜନା ଆମ୍ବ କାଟିକି କଟା କରିଦେଇକି ତାକୁ ଶାଳ ପିଆଜ କଲର ମାରିଦେବି ସବୁ କଲର ମାରିଚାଲି ସେ ତାର କହି ସେ ତାର ବେପାରଟା ତ ସେଇ ଦେଖୁଛନ୍ତି ଆଉ ଇଏ କହିକି ବେପାର କରିଦିଏ କଣ ସଜନା ଗଛକୁ କାହିଁ ସେ କଥା କହୁଛନ୍ତି ଆଜ୍ଞା ମାନେ ସେ କଥା କଣ କହିବି ଫେରି ତ ଲୋକ ଫେରି ଯାଉଥିଲେ ପୁଣି ଆସି ନେଇକି କଥା ବୋଲି କେମିତି କହୁଥିଲେ ଶିଖେଇ ଦଉନା ଆମ ବେପାରଟା ଆଚ୍ଛା ଆଜ୍ଞା କି କଷ୍ଟ ଆମେ କରୁଛୁ ଭଲ କି କଣ ଲୋକ ମାରୁନାହାନ୍ତି ମାଡ଼ ବି ହଉଛି ବେପାର କରୁଛୁ ମାଡ଼ ଖାଉଛି ମାନେ ପ୍ରବଳ ମାଡ଼ କୋଉଠି ମାଡ଼ ହେଲା କାଠ ସରିଗଲା ଭାଇ କାଠ ସରିଗଲା କେତେ ସରିଗଲା ତାପରେ କଦଳୀ କାଠ ମାରିଲି ସେ ସଡ଼ଟା ପାଣି ବେଲି ମୁଁ ଜାଣିନଥିଲି ସେଟା ପାଣି ହେଇଗଲା ସେ କାଠ ନୁହଁ ତ ପାଣି ଧରା ପଡିଗଲି ମା ମଙ୍ଗଳା ସାହିତ୍ୟ ଗୋଷ୍ଠୀ ମାଇକ 34 ବର୍ଷ 35 ବର୍ଷ ସବୁ ମାଇକ କଣ ଛେଚି ଦେଇଗଲା ଆଜ୍ଞା ମାର ମାନେ ହାତରେ ଗୋଡ ଆଉ ଗୋଟେ ମକୁନ୍ଦି ମାରିକି ବାଉଁଶରେ ଖେଳୁଛି ଯଦି ଖେଳୁଛୁ ଥରେ ଖେଳୁଛୁ ନା ଗୋଟେ ଜାଗାକୁ 15 ଥର ଖେଳୁଛୁ ଜାଗା ଅବସ୍ଥା ତ କରିବୁ ବେପାରଟା କରୁଛୁ ସହୁଛୁ ଆଉ ସେମିତି ବେପାର କର ଲୋକଙ୍କ ଠାରୁ ମାର ଖା ତ ଆଉ ଗୋଟେ ବେପାର କର ଆଜ୍ଞା କୋଉ ବେପାର ସିଝା ଅଣ୍ଡା ବେପାର କରୁ ସନ୍ଧ୍ୟାବେଳିଆ ସନ୍ଧ୍ୟାବେଳେ ଆଚ୍ଛା ଗୁଟୁଲା ଦେଲେ ଶଳା ଗାଲୁଆ ଦେଖିଛେ ଏଇଟା ଶଳା ଏଇଟା ତୁ କେତେ ପାଠ ପଢିଛୁ ପାଠ କେତେ ପଢିଛୁ ଯେତିକି ଦରକାର ସେତିକି ପଡୁଛି